ଆଲୋ ଗେଣ୍ଡାର ମା ହଇକିରି କାହିଁକିରେ ଯାଇଥିଲ କିରେ? ଶୁଣଲୁ ହଁ ବସୁନ ବସ। ଆଉ କହୁଥିଲି କଣ କି ରାକ୍ଷୀ ପୂର୍ଣ୍ଣିମା ତ ଆସିଲାଣି ଆଉ ତମର ତ ଭଲ ଆଉ ଭାଇ ହାତରେ ରାକ୍ଷୀ ବାନ୍ଧିବ 5,000 ଟଙ୍କା ପାଇଯିବ ଆଉ ନାଇଁ କିରେ? ନାଇଁ ଆଉ ବସୁନ ବସ। ମୁଁ କହୁଥିଲି କଣ କି ଇଏ ତମର ସୁଭଦ୍ରା କିସ୍ତି ସବୁ ଆସୁଛି? ସବୁ ଆସିନି? 3ଟା କିସ୍ତି ଆସିଛି ଆଉ ତାହେଲେ ହେଲା ଆଉ ଏଥରକ ଫେର 5,000 10,000 କିସ୍ତି ଆସିବ ଆଉ ଆମର ବା ପ୍ରଭାତୀ ପରିଡ଼ା ଯେଉଁ ଉପମୁଖ୍ୟମନ୍ତ୍ରୀ ନୁହଁ ସେ ବା ଘୋଷଣା କରୁଛନ୍ତି ଯେଉଁମାନଙ୍କର ପେଣ୍ଡାଲଟି ଅଛି ସେମାନେ ପାଇଁ ଏକାଥରକେ ପାଇବେ। ହଁ ମୁଁ କଣ ପାଇଛି କିରେ? ମୁଁ ବା ପାଇନି। ମୋର ବା ପୁଅ କଣ ଟାୟାର ଭରୁଛି। ଟାୟାର ଭରୁଛି ଆମର ଦେଖିଲାକୁ ଗାଡ଼ି ଫାଡ଼ି କିଛି ନାହିଁ ଲୋ। ଦେଖିଲା ବେଳକୁ ଟାୟାର ଭର୍ଚି ବୋଲିକିରି କଣ ସୋ କରୁଛି ଯେ ମୋତେ ଥରିଏ ମୋଟେ କିସ୍ତି ଆସିଲା ଆଉ ମୁଁ ସେ କାଗଜପତ୍ର କଣ ଲେଖା କରିବାକୁ ଦିଅନ୍ତି ଯୁଆ ହାତରେ ଲେଖିକି ଦେଇଥିଲି ଆଉ କିଛି ହେଇନି ତ କଣ ହଉଛି ଦେଖିବା ଆଉ ତମର ସବୁ ଭଲ ଆଉ ନୁହେଁ? ହଉ ପାଇଲେ ସୁଭଦ୍ରା ପଇସା ମିଠା ଦବୁଲୋ। ହଉ ହଉ ହଉ। ଇଏ ଯୋଉ ପଇସା ପାଇଁ ଖାଲି ହଁ ହଁ ହଉଛି ଆକୁ କିଏ କହିବ ଲୋ ମା ମୁଁ ସୁଭଦ୍ରା ପଇସା ପରା ସବୁ ପାଇଛି। ହୁଁ ଇଏ ଯୋଉ ପଇସା ହଁ ହଁ ହଉଛି ଯଦି କହିବି ସବୁ ପାଇଛି ନା ଇଏ ବା ମୋତେ ମାଗିବ। ମୁଁ ମୋ ପିଲା ଛୁଆ ଲାଗି ଖର୍ଚ୍ଚ କରିବି ଆଉ ନୂଆ ଶାଢ଼ୀ କିଣିବି ଭାବୁଛି ଗୋଟେ ସମ୍ବଲପୁରୀ ଶାଢ଼ୀ କିଣିବି ବୋଲି ହେଲା ଆଉ ଇଏ ଗେଣ୍ଡାର ମା ନା ମୋତେ ଖାଲି ବସେଇ ଉଠେଇ ଦଉନି। ମୁଁ ମୋ ଭାଇ ହାତରେ ରାକ୍ଷୀ ବାନ୍ଧିବି ମୋର ସୁଭଦ୍ରା ପଇସା ଆସିବ ମୋ ମନ କେତେ ଖୁସି ଅଛି କହିଲ? ସମସ୍ତେ ଖୁସି। ରାକ୍ଷୀ ପୂର୍ଣ୍ଣିମାରେ ସବୁ ଭଉଣୀମାନେ ପାଇବେ ବା ପଇସା ମା ଭଉଣୀମାନଙ୍କର ଯାହାଙ୍କର ସବୁ ହେଇଛି ପଇସା ପାଇବେ ଯାହାଙ୍କର ନାହିଁ ସେ ମନ ଦୁଃଖ ସାଇଁ ସାଇଁ କରି କରୁଛନ୍ତି ଆଉ ଆମ ମନ ପୁରା ଧାଇଁ ଧାଇଁ ହେଇକି ଖୁସି ଲାଗୁଛି ଆମକୁ ଆଉ ଏମିତି ସରକାର ଗୋଟା ଗୋଟା ଯୋଜନା କରନ୍ତେ ଯଦି ଭଲ ଭଲ ଦିନରେ ଯଦି ଏମିତି 5,000 10,000 ଲେଖା ବାଣ୍ଟନ୍ତେ ତାହେଲେ ଆମ ମନ କେତେ ଖୁସି ହୁଅନ୍ତାନି। ଆମେ ସରକାର ଉପରେ କେତେ ଖୁସି ହେଇଯାଆନ୍ତୁନି ଯଦି ଯୋଉ ଦର ଦାମ ସବୁ ବଢ଼ିଯାଇଛି ଏପଟେ ଚାଉଳ ଦେଇ ଦେଉଛନ୍ତି ମାଗଣାରେ ଫ୍ରିରେ ଦେଇ ଦେଉଛନ୍ତି ଆଉ ସେପଟେ ତେଲ ଲୁଣର ରେଟ୍ ଯେଉଁ ବଢ଼ି ଦେଉଛନ୍ତି ରେ ବାବା ଆମେ କଣ ଚାଉଳ ସିଝେଇକି ଖାଇବୁ ନା ଖାଲି ଚାଉଳକୁ ଚୋବେଇବୁ ତା ଲାଗି ତ ତେଲ ଲୁଣ ଟିକେ କିଣିବୁ ଆଳୁ ଟିକେ କିଣିବୁ କି ପିଆଜ ଟିକେ କି ଟମାଟୋ ଟିକେ କି ଲଙ୍କା ଟିକେ କିଣିବୁ ଇରେ ବାବା ଲଙ୍କା କିଲୋ 20 ଟଙ୍କା ନଉଛି ଲଙ୍କା କିଲୋ 20 ଟଙ୍କା ନୁହେଁ ଲୋ ମୁଁ ଭୁଲରେ କହିଦେଲି ଲଙ୍କା 120 ଟଙ୍କା ନେଲେଣି। ମାନେ ଭାବ କଣ ଲୁଣ ଗୋଟା ପ୍ୟାକେଟ ଯଦି ଭଲ ପ୍ୟାକେଟ କିଣିବ ତାହେଲେ 30 ଟଙ୍କା ସେଇ ଯୋଉ କଣ ଆୟୋଡିନ ମାୟୋଡିନ ଯଦି ନ କିଣୁଛ ଦେହରେ ଯୋଉ ରୋଗ ହଉଛି ଲୋ ମା ତେଲ ଲିଟର ପଡ଼ିଗଲାଣି 170 180 ଏମିତି ଭଲ ତେଲ ନ ଖାଇଲେ ମଲ ଭଲ ଲୁଣ ନ ଖାଇଲେ ମଲ ସବୁ ଭଲ ଭଲ ଜିନିଷ ସରକାର ଘୋଷଣା କରୁଛନ୍ତି ଯେ ଆମ ପାଖରେ ପଇସା ଥିଲେ ତ ସରକାର ଯଦି ସବୁ ଯୋଜନାରେ ଏମିତି ପଇସା ପତ୍ର ଆମ ଗରିବ ଗୁରୁବାଙ୍କୁ ଦିଅନ୍ତେ ଆମ ମନ କେତେ ହସନ୍ତା କେତେ ଖୁସି ହୁଅନ୍ତାନି। ଆଉ ଯିଏ ପାଉନାହାନ୍ତି ପଇସା ସେମାନଙ୍କର ମନ ବି କେତେ ଦୁଃଖ ହଉଛି। ଯାହା ହଉ ସରକାରଙ୍କୁ ଅନୁରୋଧ କରୁଛୁ ଏମିତି ଭଲ ଭଲ ଯୋଜନାରେ ଭଲ ଭଲ ପଇସା ଆମକୁ ବାଣ୍ଟିଲେ ଆମ ମନ କେତେ ଖୁସି ହୁଅନ୍ତା